पुराण शब्दर अर्थ ହେଉଛି प्राचीन। प्राचीन विषय को पुराणर लोकप्रिय शैली रे एभली परिवेषण कराଯାଏ ଯାହା ନିତ୍ୟ ନୂତନ ମନେ ହୁଏ। ସଂସ୍କୃତ ସାହିତ୍ୟର ଗ୍ରନ୍ଥମାନଙ୍କରେ ପୁରାଣର ପଞ୍ଚ ଲକ୍ଷଣ, ପୁରାଣର ପରିଭାଷା ଓ ବର୍ଗୀକରଣ ଉପରେ ବିଶେଷ ବିବରଣୀ ରହିଛି। ପୁରାଣ ଭାବରେ ସମ୍ବନ୍ଧିତ ପାଞ୍ଚଟି ଲକ୍ଷଣ ଗୁଡ଼ିକ ହେଉଛି ସର୍ଗଶ୍ଚ ପ୍ରତିସର୍ଗଶ୍ଚ ବଂଶ ମନ୍ତନ୍ତରାସିଚ ବଂଶାନୁଚରିତଂ ଚୈବ ପୁରାଣଂ ପଞ୍ଚଲକ୍ଷଣମ୍। ଅର୍ଥାତ୍ ଯେଉଁଥିରେ ସୃଷ୍ଟି, ପ୍ରବୃତ୍ତି, ସଂହାର, ଧର୍ମ, କାମ ଓ ମୋକ୍ଷ ଆଦି ବିଷୟରେ ବର୍ଣ୍ଣିତ ହୋଇଥାଏ ଓ ତାହାର ବିରୁଦ୍ଧ ଚରଣ କଲେ ଯେଉଁ ସବୁ ଫଳ ମିଳିବାର ଉଲ୍ଲେଖ ଥାଏ ତାହାକୁ ପୁରାଣ କୁହାଯାଏ। ପୁରାଣ ଭାଷାରେ ଅଷ୍ଟାଦଶଟି ପୁରାଣକୁ ଗ୍ରହଣ କରାଯାଇଛି। ଅଷ୍ଟାଦଶ ପୁରାଣକୁ ମଧ୍ୟ ତିନୋଟି ବର୍ଗରେ ବିଭକ୍ତ କରାଯାଇଛି, ଯଥା ସାତ୍ତ୍ୱିକ, ରାଜସ ଓ ତାମସ, ଏବଂ ପ୍ରତି ବର୍ଗରେ 6ଟି ଲେଖାଏଁ ପୁରାଣକୁ ଅନ୍ତର୍ଭୁକ୍ତ କରାଯାଇଛି। ସାତ୍ତ୍ୱିକ ପୁରାଣରେ ବିଷ୍ଣୁଙ୍କ ମହାତ୍ମ୍ୟ ବର୍ଣ୍ଣନା ଥିବାବେଳେ ରାଜସ ପୁରାଣରେ ବ୍ରହ୍ମାଙ୍କ ପ୍ରାଧାନ୍ୟ ଓ ତାମସ ପୁରାଣରେ ଭଗବାନ ଶିବଙ୍କ ମହତ୍ତ୍ୱ ଉଲ୍ଲେଖ କରାଯାଇଛି। ସାତ୍ତ୍ୱିକ ପୁରାଣ ଭାବରେ ବିଷ୍ଣୁ, ନାରଦ, ଭାଗବତ, ଗରୁଡ଼, ପଦ୍ମ ଓ ବରାହ ପୁରାଣ ଅନ୍ତର୍ଭୁକ୍ତ ଥିବାବେଳେ ରାଜସ ପୁରାଣ ଭାବରେ ବ୍ରହ୍ମାଣ୍ଡ, ବ୍ରହ୍ମବୈବର୍ତ୍ୟ, ମାର୍କଣ୍ଡେୟ, ଭବିଷ୍ୟ, ବାମନ ଓ ବ୍ରହ୍ମ ପୁରାଣକୁ ଗ୍ରହଣ କରାଯାଇଛି। ସେହିଭଳି ତାମସ ପୁରାଣ ଭାବରେ ମତ୍ସ୍ୟ, କୁର୍ମ, ଲିଙ୍ଗ, ଶିବ, ସ୍କନ୍ଧ ଓ ଅଗ୍ନି ପୁରାଣକୁ ନିଆଯାଇଛି। ପୁରାଣ ସାହିତ୍ୟ ପ୍ରତି ଦୃଷ୍ଟି ଦେଲେ ପ୍ରଥମେ ଶକ୍ତିଙ୍କ ପାଇଁ ସେହିଭଳି କୌଣସି ପୁରାଣ ନଥିଲା। କେବଳ ଦେବୀ ଦୁର୍ଗାଙ୍କ ମହିମା ବାମନ, ବରାହ, କୁର୍ମ ପୁରାଣରେ ଉଲ୍ଲେଖ ଥିବାବେଳେ ଦେବୀ ମାହାତ୍ମ୍ୟ ପ୍ରଚାର ପାଇଁ ଦେବୀ ପୁରାଣ, କାଳିକା ପୁରାଣ, ଦେବୀ ଭାଗବତ ଆଦି ଉପପୁରାଣ ସୃଷ୍ଟି, ଯାହାକି ପରବର୍ତ୍ତୀ ସମୟରେ ଦେବତାମାନଙ୍କ ସ୍ତ୍ରୀ ବା ଅଂଶବତାର ଶକ୍ତି ଭାବରେ ପୂଜିତା ହେଲେ। ସେହି ଦୃଷ୍ଟିରୁ ବଳରାମ ଦାସଙ୍କ ଲକ୍ଷ୍ମୀ ପୁରାଣ ଶକ୍ତି ପୂଜାର ଏକ କ୍ଷୁଦ୍ର ଗ୍ରନ୍ଥ କହିଲେ ଅତ୍ୟୁକ୍ତି ହେବ ନାହିଁ। ସାରଳା ଦାସଙ୍କ ଚଣ୍ଡୀ ପୁରାଣରେ ମାତୃଶକ୍ତି ଉପାସନାର ମାହାତ୍ମ୍ୟ ବର୍ଣ୍ଣନା କରିବା ଭଳି ବଳରାମ ଦାସ ଲକ୍ଷ୍ମୀ ପୁରାଣରେ ଲକ୍ଷ୍ମୀଙ୍କ ମହିମା ପ୍ରତିପାଦିତ କରିଛନ୍ତି। ଓଡ଼ିଆ ସଂସ୍କୃତି ଓ ପରମ୍ପରାରେ ଧନଧାନ୍ୟ, ସୌଭାଗ୍ୟ ଓ ପ୍ରାଚୁର୍ଯ୍ୟର ଦେବୀ ଭାବରେ ଲକ୍ଷ୍ମୀ ପୂଜିତ ଓ ଆରାଧିତ। ସେ ପୁଣି ଶ୍ରୀହରି ବିଷ୍ଣୁଙ୍କ ସ୍ତ୍ରୀ ଭାବରେ ପରିଚିତା ହୋଇଛନ୍ତି। ଓଡ଼ିଆ ପୁରାଣ ଗୁଡ଼ିକରେ ଲକ୍ଷ୍ମୀଙ୍କୁ କ୍ଷୀରସାଗର କନ୍ୟା, ସିନ୍ଧୁ କନ୍ୟା, ସାଗର କନ୍ୟା ଭାବେ ଦର୍ଶାଯାଇଛି। ସାରଳା ମହାଭାରତ ଓ ଦାଣ୍ଡି ରାମାୟଣରେ ସେ ସମୁଦ୍ର ମନ୍ଥନରୁ ଜାତ ଓ ବିଷ୍ଣୁଙ୍କ ଘରଣୀ କୁହାଯାଇଥିବା ବେଳେ ବଳରାମ ଦାସ ତାଙ୍କ ଲକ୍ଷ୍ମୀ ପୁରାଣରେ ଖୁବ୍ ଚମତ୍କାର ଭାବରେ ବର୍ଣ୍ଣନା କରିଛନ୍ତି। ନମସ୍ତେ କମଳା ମାଗ ସାଗର ଦୁଲଣୀ, ନମସ୍ତେ ନମସ୍ତେ ଲକ୍ଷ୍ମୀ ବିଷ୍ଣୁଙ୍କ ଘରଣୀ। ଏହାର କଳେବର କ୍ଷୁଦ୍ର ଓ ବିଷୟବସ୍ତୁ ଅତି ସଂକ୍ଷିପ୍ତ ହୋଇପାରେ, ମାତ୍ର ସରଳ ଭାଷାରେ ସଂଯୋଜନା ଏହି ପୁରାଣକୁ ପ୍ରଦାନ କରିଛି ଅପୂର୍ବ କାବ୍ୟକଥା। ଧାର୍ମିକ ଆବେଦନ ଏହାର ଖୁବ୍ ପ୍ରଖର। ଏହା ଶକ୍ତି ପୂଜାର ଏକ ଗ୍ରନ୍ଥ ହୋଇପାରେ ସତ, କିନ୍ତୁ ଲକ୍ଷ୍ମୀଙ୍କ ମହାତ୍ମ୍ୟ ବର୍ଣ୍ଣନା ସହିତ ଏଥିରେ ଜଗନ୍ନାଥ ଓ ବଳଭଦ୍ରଙ୍କ ଶ୍ରେଷ୍ଠତ୍ୱ ଠାରୁ ଲକ୍ଷ୍ମୀଙ୍କୁ ଶ୍ରେଷ୍ଠ ରୂପେ ଗ୍ରହଣ କରାଯାଇଛି। ପ୍ରଥମ କରି ସେ ଦାରୁ ଦେବତା ଶ୍ରୀ ଜଗନ୍ନାଥ ଓ ବଳଭଦ୍ରଙ୍କୁ ରକ୍ଷଣଶୀଳତାର ରତ୍ନବେଦୀରୁ ଓହ୍ଲାଇ ଆଣି ତାଙ୍କୁ ପ୍ରଦାନ କରିଛନ୍ତି ଏକ ଲୌକିକ ଓ ମାନବୀୟ ଗୁଣସମ୍ପନ୍ନ ମନ୍ଦିର ବେଢା। ଏକ ଲୌକିକ ଓ ମାନବୀୟ ଗୁଣସମ୍ପନ୍ନ ମନ୍ଦିର ବେଢା ଭିତରୁ ଅଲଗା କରି ପାଛଟି ଆଣିଲେ ଇତର ଓଡ଼ିଆର ଭଗ୍ନ କୁଡ଼ିଆକୁ ଲକ୍ଷ୍ମୀ ଠାକୁରାଣୀଙ୍କୁ ମାଣଭର୍ତ୍ତି ଧାନର ପ୍ରତିମା ଭାବରେ ଖଟୁଳିରେ ସଜ୍ଜିତ କରି ଓଡ଼ିଆଙ୍କୁ ଶିଖାଇ ଦେଲେ ଲକ୍ଷ୍ମୀଙ୍କୁ ଆଦର କର, ପବିତ୍ର ମନରେ ପୂଜାର୍ଚ୍ଚନା କର, ଦେଖିବ ଦିନେ ନା ଦିନେ ଲକ୍ଷ୍ମୀଙ୍କୁ ଖୋଜି ଖୋଜି ବଡ଼ ଠାକୁର ଜଗାବଳିଆ ତୁମ ଅଚ୍ଛବ ଭଗ୍ନ କୁଡ଼ିଆରେ ପହଞ୍ଚିଯିବେ। ଜାତି ପ୍ରଥାକୁ ବିରୋଧ କରୁଥିବା ବୁଦ୍ଧଦେବ ଏକଦା କହିଥିଲେ, ଜାତି ମାଙ୍ଗ ପୁଚ୍ଛ ଚରଣଂ ପୁଚ୍ଛ, ଅର୍ଥାତ୍ ଜାତି ଅପେକ୍ଷା ଆଚରଣ ଶ୍ରେଷ୍ଠ। ତେଣୁ ଲକ୍ଷ୍ମୀ ପୁରାଣରେ ଦର୍ଶାଇ ଦିଆଯାଇଛି ଯେ ଜାତି ନୁହେଁ, ଆଚରଣରେ ପବିତ୍ର, ତାହା ହିଁ ଦେବାଦେବୀଙ୍କ ନିବାସ ସ୍ଥଳ। ଅସ୍ପୃଶ୍ୟତା ନିବାରଣ ଓ ଜାତି ପ୍ରଥା ଲୋପ କରିବା ପାଇଁ ବଳରାମ ଦାସ କେବଳ ଲକ୍ଷ୍ମୀଙ୍କ ବିଚାରକୁ ଗୁରୁତ୍ୱ ଦେଇଛନ୍ତି ତାହା ନୁହେଁ, ଅନ୍ୟ ପକ୍ଷରେ ଲକ୍ଷ୍ମୀଙ୍କ କଷଣକୁ ଚିରସ୍ମରଣୀୟ କରିବା ପାଇଁ ସେ ମହାପ୍ରସାଦର ମାହାତ୍ମ୍ୟକୁ ଉଲ୍ଲେଖ କରିଛନ୍ତି। ଲକ୍ଷ୍ମୀ ପୁରାଣର ଅନ୍ୟ ଏକ ନାମ ମାଣବସା ପୁରାଣ ବା ଧାନମାଣିକା କୁହାଯାଏ। ଓଡ଼ିଆଣୀମାନେ ଭକ୍ତି ସହକାରେ ଏହାକୁ ଗୁରୁବାର ଦିନ ପାଠ କରୁଥିବାରୁ ଏହାକୁ ଗୁରୁବାର ବୋଲି ଓ ଲକ୍ଷ୍ମୀଙ୍କ କଷଣ ବର୍ଣ୍ଣିତ ବୋଲି ଏହାକୁ ମଧ୍ୟ ଲକ୍ଷ୍ମୀ କଷଣ କହିଥାନ୍ତି। ଲକ୍ଷ୍ମୀ ପୂଜାରେ ଓଡ଼ିଆଣୀ ଲକ୍ଷ୍ମୀ ପୁରାଣ ପାଠ କରି ଧର୍ମ, ଅର୍ଥ, କାମ ଓ ମୋକ୍ଷ ପ୍ରାପ୍ତି ପାଇଁ କାମନା କରେ। ତେଣୁ ମଗୁସୁର ମାସର କାକର ଭିଜା ଶୀତ ସକାଳେ ପ୍ରତ୍ୟେକ ଓଡ଼ିଆଣୀର ଗୋବର ଲିପା ଅଗଣାକୁ ଝୋଟି ଚିତାର ଲକ୍ଷ୍ମୀପାଦ ଝଟକିଲା ଭଳି ଓଡ଼ିଆ ଜନଜୀବନକୁ ମୁଗ୍ଧ ଆବେଗରେ ଆଚ୍ଛନ୍ନ କରି ରଖେ ବଳରାମ ଦାସକୃତ ଲକ୍ଷ୍ମୀ ପୁରାଣ। ବ୍ୟୁରୋ ରିପୋର୍ଟ,
ଲିଭ୍ ଲାଇଫ୍ ଓଡ଼ିଆ।